ଆଜ୍ଞା ସୁଭଦ୍ରା ଯୋଜନା ବାବଦରେ ଆମ ମୋଦି ସରକାର ଆଉ ନିର୍ବାଚନ ସମୟରେ ଓଡ଼ିଶାର ପ୍ରତିଶ୍ରୁତି ଦେଇଥିଲେ କି ଯଦି ସରକାର ଆସେ ସୁଭଦ୍ରା ଯୋଜନାରେ 50,000 ଟଙ୍କା ଭାଉଚର ମହିଳାମାନଙ୍କୁ ଦିଆଯିବ। ସେ ମହିଳାମାନେ ବର୍ତ୍ତମାନ ସରକାର ଆସିଲା ପରେ ସେଟା 100 ଦିନ ଭିତରେ କାର୍ଯ୍ୟକାରୀ କରିଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଯେ 23ରୁ 59 ବର୍ଷର ମହିଳା ବିବାହିତ ହୋଇଥିବ ସେଇମାନଙ୍କୁ ପରିବାର ଜଣେ ସଦସ୍ୟଙ୍କୁ ଦିଆଯିବ 50,000 ଟଙ୍କା ଭାଉଚର। ସେଟା ସେପ୍ଟେମ୍ବର 17ରେ ଲାଗୁ ହେବ ବୋଲି ଆମେ ବହୁତ ଶୁଣିକି ଖୁସି ଅଛୁ। ତେବେ ଦୁଃଖର କଥା ଏଇଆ ଯେ ଗୋଟିଏ ରେସନରେ 3-4ଟି ସ୍ତ୍ରୀ ଲୋକ ଆସୁଛନ୍ତି ହେଲେ ଜଣେ ପାଇବ, ତେଣୁ ଆଉ 2-4 ଜଣ ତାଙ୍କ ଭିତରେ ଦ୍ୱନ୍ଦ୍ୱ ହେବ। ତା ଭିତରେ ଯଦି ସରକାର ଚିନ୍ତା କରି କି ପ୍ରକାର ବନ୍ଦୋବସ୍ତ କଲେ ସମସ୍ତେ ଶାନ୍ତି ପାଇପାରିବେ ସେ ବିଷୟରେ ଚିନ୍ତା କଲେ ସରକାର ତରଫରୁ ଭଲ ହେବ। ବା ରେସନ କାର୍ଡ଼ ଉଠାଇ ଦେଇକି ଯଦି ପ୍ଲେନ୍ଲି ସମସ୍ତଙ୍କୁ ଦିଆ ହେଇପାରନ୍ତା ସେମାନେ ବହୁତ ଖୁସି ହୁଅନ୍ତେ। ସୁଭଦ୍ରା ଯୋଜନା ବାବଦରେ କ'ଣ ଜାଣିଛନ୍ତି? ଆମର ମୋଦି ସରକାର କାଟୁଛନ୍ତି ସୁଭଦ୍ରା ଯୋଜନା। ଯେ ଇଲେକ୍ସନ୍ ପରେ ଯଦି ଓଡ଼ିଶାରେ ଆମର ବିଜେପି ସରକାର ଆସେ ତାହେଲେ ସେମାନେ ସୁଭଦ୍ରା ଯୋଜନା ସ୍ତ୍ରୀ ଲୋକମାନେ 50,000 ଟଙ୍କା ପାଇବେ। ସେଇ ଅନୁସାରେ ସମସ୍ତେ ଲୋକ ଆକ୍ଷେପ ମାନେ କହନ୍ତି ଠାକୁର ଡାକି ଦେଇଛନ୍ତି ଭୋଟ ଦେଇଛନ୍ତି ମୋଦି ସରକାର ଆସିଲେ ଆମର ସୁବିଧା ସୁଯୋଗ କରିବ 50,000 ଟଙ୍କା ପାଇବେ ସେମାନେ। ଆଉ ସେଇଟା ସରକାର ଲାଗୁ କଲେ ସେମାନେ ଯିବେ। ଯେଉଁମାନଙ୍କର ରାସନ କାର୍ଡ଼ ଗୋଟିଏ କାର୍ଡ଼ରେ 3-4 ଜଣ ଅଛନ୍ତି ତାକୁ କ'ଣ କରାଯିବ ସେଇଟା କହୁଛି ବିଚାର କରିବେ। ବିଚାର ନ କଲେ କେମିତି ହେବ? ଗୋଟେ କାର୍ଡ଼ ଜଣେ ପାଇଯିବ ଆଉ 3 ଜଣ ରହିଯିବେ। ଗୋଟେ ପରିବାର ଭିତରେ 4ଟା ବୋଉ ଅଛନ୍ତି ସେ ଗୋଟେ ପାଇବେ ଆଉ 3ଟା ପାଇବେନି। ସେମାନେ ମନ କରିବେ, ତାଙ୍କ ଭିତରେ ପ୍ରତିବାଦ ସୃଷ୍ଟି ହେବ। ସେଇଟା ସରକାରଙ୍କ ଉପରେ ନିର୍ଭର। ସରକାର ଯାହା ବିଚାର କରିବେ ଆମେ ସେଇଟା ଗ୍ରହଣ କରିବୁ। ଆଉ 23 ବର୍ଷଠୁ 59 ବର୍ଷ ପର୍ଯ୍ୟନ୍ତ ଯେଉଁ ଝିଅ ବୋହୂମାନେ ବିବାହିତା ସେମାନଙ୍କ ପାଇଁ ମିଳିବ। ଏଇଟା ଯେକୌଣସି ପ୍ରକାର ଗୋଟେ ବିଜନେସ୍ କରିବେ। କିଏ ହେଉଛି ମେସିନ୍ କିଣିକି ମେସିନ୍ ଚଲାଇ ପାରିବ, ବା ହେଉଛି କି ସୂତା ଇଏ କରି ଦେବୁ ସେ ସୂତା ଲଗାଇ ପାରିବେ, ଧୂପ ଇଏ କରି ସେମାନେ ଲଗାଇ ପାରିବେ। ଏଇଭଳି ସେମାନେ କାମ କରିପାରିବେ। ଆଉ ଯେଉଁମାନେ ଯେଉଁ କାମ ଜାଣିଛନ୍ତି ହାତ କାମ ସେମାନେ ସେ କରିପାରିବେ। ହଁ, ମହିଳାମାନଙ୍କ ପାଇଁ ଏଇଟା ହେଉଛି ସୁବର୍ଣ୍ଣ ସୁଯୋଗ ମୋଦି ସରକାର କରୁଛନ୍ତି। ସେଟାକୁ ଆମେ ମଧ୍ୟ ଗ୍ରହଣ କରିବୁ।